ନାହାନ୍ତି ଶ୍ରୀରାମ ନାହିଁ ସେ ସେତୁ ହୋଇଛି ଲିନ ରହିଛି ଗୁଣ୍ଡୁଚି ପିଠିରେ ରାମ ସ୍ନେହ ଚିହ୍ନ। ବାବା ମାନେ ତାଙ୍କରି ଲେଖାରୁ ଏ ପଦଟି କହୁଛି ସେତୁ ବନ୍ଧ ନାହିଁ। ଆପଣ ମାନେ ରାମେଶ୍ୱର ଯାଆନ୍ତୁ ଆଜ୍ଞା, ଯୋଉଠି ସେତୁ ବନ୍ଧ ଅଛି ଆପଣ ମାନେ ଯାଆନ୍ତୁ ସେଠିକି, ଚିହ୍ନ ବର୍ଣ୍ଣ ଆଉ ସେତୁ ବନ୍ଧର ଆପଣ ମାନେ ପାଇବେନି। ଆଉ ରାମ ନାହାନ୍ତି, ରାମଙ୍କର ଚିହ୍ନ ମିଳିବନି। କିନ୍ତୁ ଯୋଉ ଜ୍ୟୋତିର୍ଲିଙ୍ଗକୁ ରାମ ସ୍ଥାପନ କରିଦେଇ ଯାଇଛନ୍ତି ଆମେ ତାକୁ ହିଁ କେବଳ ଦେଖିବା। ଏବେ ବି ରାମ ଯୋଉ 5ଟି ଆଙ୍ଗୁଳି ମାରି ଦେଇଥିଲେ ଗୁଣ୍ଡୁଚି ମୂଷା ପିଠିରେ, ଏବେ ବି ସେ 5ଟି ଆଙ୍ଗୁଳି ଆମେ ଦେଖିବା। ରହିଛି ଗୁଣ୍ଡୁଚି ପିଠିରେ ରାମ ସ୍ନେହ ଚିହ୍ନ। ସେତୁ ବନ୍ଧ ପୁଣ୍ୟର ଜାଗା, ଧର୍ମର ଜାଗା। ମାସ ମାସ ଧରି ଯୋଉଠି ବନ୍ଧ ତିଆରି ହେଲା, ଯେତେବେଳେ ତିଆରି ସରିଲା, ଭଲ୍ଲୁକ ମର୍କଟ ମାନେ ଭାଲୁ ମାଙ୍କଡ ମାନେ ଅନେକ ଦିନ ପରିଶ୍ରମ କରି ମୁଣ୍ଡରେ ପଥର ବୋହି ଆଣିକି ସବୁ ପକଉଥାନ୍ତି। ଚିନ୍ତା କରନ୍ତୁ ଆଜ୍ଞା, ସବୁ ଭାଲୁ ମାଙ୍କଡ ମୁଣ୍ଡରେ ପଥର ଆଣିକି ସବୁ ଆଣି ପକଉଥାନ୍ତି। ବିଶ୍ୱକର୍ମାଙ୍କ ପୁଅ ନଳ ସବୁ ପଥର ଗୁଡାକୁ ଏମିତି ଛୁଇଁ ଦଉଥାଏ, ପଥର ଗୁଡା ସବୁ ଭାସୁଥାଏ। ନଳ ବର ପାଇଥିଲା ନା ଆଗରୁ ନଳ, ଯୋଉ ଯାହାକୁ ଛୁଇଁବ ସିଏ ଭାସିବ। କେତେବେଳେ ଆଜ୍ଞା? ଯେତେବେଳେ ନଳ ଛୁଆ ହେଇଥିଲା, ବିଶ୍ୱକର୍ମାଙ୍କ ପୁଅ ନଳ ଋଷି ମୁନିଙ୍କ ଆଶ୍ରମରେ ଥିଲା। ଋଷି ମୁନି ମାନଙ୍କ ଜିନିଷ ଗୁଡାକ ସବୁ ନେଇକି ନଦୀକି ଖପାଡେ। ଚଗଲା ବଦମାସିଆ ଛୁଆ। ଋଷି ମୁନି ମାନେ ଚିନ୍ତା କଲା, ଛୋଟ ଛୁଆଟାକୁ ତ ଦଣ୍ଡ ଦେଇ ହବନି, ଅଭିଶାପ ଦେଇ ହବନି, କଣ କରିବା? ଇଏ ତ ଖପାଡୁଛି, ଆକୁ ତ ବାଡେଇ ହବନି। ବାବା ମାନେ ଅଧିକାଂଶ ଘରେ ମୁଁ ଦେଖିଛି, କୁନି ଛୁଆଟିଏ ଯଦି ଟିକେ ଚଗଲା ହେଇଗଲା, ବାପା ଥବ ମା ଥବ ଢୋ ଢୋକି ତାକୁ ବାଡେଇବେ। ବାବା ମାନେ କାହିଁ ତାକୁ ବାଡଉଛନ୍ତି? ସେ କଣ ଜାଣେ କହିଲେ? ଆପଣ କଣ ପାଇଁ ବାଡେଇଲେ? କଣ ସେ ଛୁଆ ଜାଣିଲା ମତେ ଏଇଥିପାଇଁ ବାଡେଇଲେ ବୋଲି? 2 ମିନିଟ ପରେ ପରା ଭୁଲି ଯାଇଥିବ, ପୁଣି ସେଇ କାମଟା କରିବ। ଖାଲି ଅଯଥା ତାକୁ କଷ୍ଟ କାହିଁ ଦଉଛନ୍ତି? ନାଇଁ, ଛୁଆଙ୍କୁ କେବେ ବି ବାଡେଇବେନି। କାରଣ ଗୋଟେ ଶ୍ଲୋକ କହୁଛି, ଲାଳୟେତ 5 ବର୍ଷାଣି 10 ବର୍ଷାଣି ତାଡୟେତ ପ୍ରତ୍ୟେଷୁ 16 ବର୍ଷେ ପୁତ୍ର ମିତ୍ର ବଦାଚରେତ। 5 ବର୍ଷ ପର୍ଯ୍ୟନ୍ତ ଛୁଆକୁ 5 ବର୍ଷ ହବା ପର୍ଯ୍ୟନ୍ତ ତା ଦେହରେ ଟିଙ୍କା ବି ଦେବେନି। ମନେ ରଖିବେ, କାରଣ ସେ ଜାଣେନି କୋଉଟା ଠିକ, କୋଉଟା ଭୁଲ, କୋଉଟା ଭଲ, କୋଉଟା ମନ୍ଦ ଜାଣେନି ଆଜ୍ଞା। ଗୋଟେ ଛୁଆ ଯଦି ରାହା ଧରିକି 2-3 ବର୍ଷର ଛୁଆଟେ କାନ୍ଦିଲା, ତା ମା ଥବ ଢୋ ଢୋକି ତାକୁ, ମୁଁ ଦେଖିଛି ଆଜ୍ଞା। ଆରେ କାହିଁ ବାଡଉଛ ତାକୁ? ନାଇଁ ଆଜ୍ଞା, ବହୁତ ଭୁଲ। 5 ବର୍ଷ ପର୍ଯ୍ୟନ୍ତ ଛୁଆଙ୍କ ଦେହରେ ଠାକୁର ଥାଆନ୍ତି। ମନେ ରଖିବେ, ସେଇଟା ତାଙ୍କର ସତ୍ୟ ଯୁଗ। ଠାକୁର ଥାଆନ୍ତି ସେଠି। କେବେ ବି ସେମାନେ ମିଛ କହନ୍ତିନି, ମିଛ କଣ ଜାଣନ୍ତିନି। ସେଇଟା ସତ୍ୟ ଯୁଗ। 5 ବର୍ଷ ପର୍ଯ୍ୟନ୍ତ ଛୁଆଙ୍କୁ ବାଡେଇବେନି ଜମା। ଲାଳୟେତ 5 ବର୍ଷାଣି 10 ବର୍ଷାଣି ତାଡୟେତ। 10 ବର୍ଷ ହବା, 5 ବର୍ଷରୁ 10 ବର୍ଷ ପର୍ଯ୍ୟନ୍ତ ଆକଟ କରିବେ। ତାଡୟେତ ଆକଟ କରିବେ, ପାଟିରେ, ମାଡରେ ନୁହଁ। କାହିଁ ଏମିତି କଲୁ, ଏମିତି କାହିଁ ବସିଛୁ, ଏମିତି କାହିଁ ଚାଲିଲୁ, କାହିଁ ଏଠି ପାଣି ଫୋପାଡ଼ିଲୁ? ଆକଟ କରିବେ ପାଟିରେ, ସବୁବେଳେ ପ୍ରତିବାଦ କରି ତାକୁ ଠିକ ରାସ୍ତାକୁ ଆଣିବେ। 5ରୁ 10 ବର୍ଷ। ତାପରେ 16 ବର୍ଷ ଯେତେବେଳେ ହେଇଯିବ ନା, ପୁଅଟା ବା ଝିଅକୁ ନିଜ ମିତ୍ର, ସାଙ୍ଗ ଭଳି ବ୍ୟବହାର କରିବେ। ତେବେ ଯାଇକି ଆପଣଙ୍କ ସନ୍ତାନ ସୁସନ୍ତାନ ହବ। କାହିଁ ଏ କଥା କହିଲି? ଭାଲୁ ମାଙ୍କଡ ମାନେ ସବୁ ଅକ୍ଳାନ୍ତ ପରିଶ୍ରମ କରି ଆଣି ପଥର ପକଉଛନ୍ତି। ବିଶ୍ୱକର୍ମା ପୁଅ ନଳ ଯୋଉଟାକୁ ଛୁଇଁବ ଭାସିବ। କାହିଁକି? ଏ ଋଷି ମୁନି ମାନେ ଦେଖିଲେ, କହିଲେ ଯେ ତ ସବୁ ଜିନିଷ ପାଣିକି ଖପାଡ଼ିଲା, ଆମ ଜିନିଷ ସବୁ ନଷ୍ଟ କଲା, ଆକୁ ତ ଆମେ ଦଣ୍ଡ ଦେଇ ପାରିବାନି। ବରଂ ଗୋଟେ କାମ କରିବା, କଣ ନା ଆମେ ବରଂ ତାକୁ ଗୋଟେ ବର ଦେଇଦବା। କଣ? ସେ ଯୋଉଟା ପାଣିକି ଖପାଡ଼ିବ ସେଇଟା ଭାସିବ। ତା ହାତ ବାଜିବ ଯୋଉଥିରେ, ଏଟା ଆଉ ବୁଡିବନି। ଧର କମଣ୍ଡଲଟା ପାଣି ଫିଙ୍ଗି ଦେଲା, ଏଟା ବୁଡିଗଲେ ନଈରେ ପଳେଇବ ନା। ଯଦି ଭାସିବ, ଆମେ ଯାଇକି ଉଦ୍ଧାର କରି ହେଲେ ଆଣିପାରିବା। ତାକୁ ବର ଦେଇଦେଲେ, ଯା ତୁ ଆଜିଠୁ ଯାହା ପାଣିକି ଫୋପାଡ଼ିବୁ ତା ଭାସିବ। ସେଇଆ ହେଲା। ଏବଂ ଏଇ ଛୁଆ ଦିନର ଚଗଲାମି ପାଇଁ ନଳ ଗୋଟେ ବଢିଆ ବର ପାଇଗଲା। ବିଶ୍ୱକର୍ମାଙ୍କ ପୁଅ ନଳ।
रामंक सैन्य बाहिनी सी जोग देइछि ए नळ कथा हैला सबु मांकड़ भालू माने पर्वत आनिबे नळ छुईब सब गुड़ाक भासीब सेतु बंध हब सेया हैला नळ सब गुड़ाक छू थाए एमती छुईबा अवस्था नळ तो सब छू थाए ना छुईबा अवस्था हनुमान गोटे पर्वत धरिकी आसिला नळ तरतर की बा हाथ छुईदेला पर्वत टाकू हनुमान बिगिड़ी गला कहला बा हाथ कहीं छुईलु नळ कहला अरे मुझे जानी पारुनी रे तरतर ହେଇକି କୋଉ ହାତରେ କେତେବେଳେ କୋଉଟା ଛୁଇଁ ଦଉଛି ଆଉ କଣ बिगिड़ी गला हनुमान बिगिड़ला इे नल बिगिड़ला हनुमान कहला पत्थर टे उठेला कहला मो पत्थर कहीं हाथ छुईलु कचाड़ी पत्थर मारिदेवी नल कहला कहीं तू मत मारिदेवी मुझे मारिदेवी कि नल गोटे पत्थर धरला दुई जनकर झगड़ा जिते तीव्रतर है राम आसिक मझे ठिया पड़े कहले निज निज भीतर तो झगड़ा करेंगे ताहले मो रावण सागर युद्ध करेंगे केमती राम मझे ठिया पड़े ठिया पड़ी समाधान कले कहले रुह 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 बुझा कौन है कौन कौन है नल कहला आज्ञा हनुमान गोटे पत्थर आनिल मु बा हाथ में छुईदेली केते पत्थर हजार हजार पत्थर छुँची कोटा कौ हाथ में छुँची कौन मुझे जानीपारुची बा हाथ में छुईदेली सी मत कौच पत्थर कचाड़ी मारिदब मुझे कहीं छाड़ी राम हसिले कहले शुण नल ना आज्ञा हनुमान नथिले पत्थर पर्वत न आनिले बंध हबनी कहला हाँ आज्ञा आ तू जदि न छुईबू बंध हबनी कहला नहीं आज्ञा तेणुक सी पत्थर न आनिले बंध हबनी कि तू जदि न छुईबू बंध हबनी कहला ना राम डाकिले ए नल से कहला से माने हनुमान कहला हाँ आ तू कहला मु नल राम पुणी थरे कहले से कहला हनुमान आ तू कहला मु नल से हनुमान तू नल हनुमान नल से तू मिसिकी ए बंधटा तैयारी कल आज ठारू मु कहूची ए बंध ना हैला सेतु बंध से तू मिसिकी ए बंध तैयारी कल बाबा माने कई कई कहती तले स्रोत चलुवर ता ना सेतु जाऊ ना कहीं सेतु बंध हो गला ये नाटा नामकरण हो गला आज्ञा से तू से माने हनुमान तू माने नल हो गला आज्ञा नामकरण ज्ञानी भक्त वृंद माने बंध तो हो गला बंध सरीबा पर प्रतिष्ठा किए करिवो ब्राह्मण दरकार ना ब्राह्मण ना प्रतिष्ठा करिवे कि किए ब्राह्मण अच्छी राम चिंता कले जड़े ब्राह्मण ठीक ब्राह्मण डाकिबा सी प्रतिष्ठा करिवे किए ऋग्वेदर भाष्यकार ब्रह्मांक चतुर्थ पुरुष त्रिकालदर्शी महान वीर रावण पाखक दूत पठागला जा रावण को निमंत्रण करके आण पुरोधा पुरोहितपण सी आसब सेतुबंध प्रतिष्ठा करेंगे देख जड़े दूत जाकि पहुंचला रावण पाखे आज्ञा श्रीराम कर सेतुबंध रावण बद्ध निमित्त देखु जो बंध कर बंधटा को प्रतिष्ठा करने को पड़ो आपण पुरोधा हिसाब से जाकि प्रतिष्ठा करेंगे रामचंद्र आपण को निमंत्रण कर रावण घड़िए दम मारिकी बसीगला कहला हाँ मो मृत्यु पाई बंध तैयारी होची मु जीवी से बंध प्रतिष्ठा करने को कम बड़ कथा नुह मते मारिबा पाई बंध तैयारी हला मु जीवी पुणी प्रतिष्ठा करी से बंध से बंधर बंध केमती भल हो बंधर केमती कार्यकाल बढ़ू एइति तो मु जीवी प्रतिष्ठा करने को दूत ठिया पचारुची आज्ञा कहतु आप स्वीकृति प्रदान कले मुझे राम को जनईबी रावण मंद मंद हसिला अल्प हसी रावण कहला जा दूत कहीदबू मु पुरोधापण रे पुरोहित हेई मु यथा समय जाकि पहुंचबी जा दूत फेरी आसिला तिथि 12 दिन निर्घंट हो जाइछि आसिला रावण राम अनेइचंती लक्ष्मण अनेइचंती कपिसेना माने अनेइचंती समस्ते भाबुचंती सतर कौन रावण आसवे कही एमती आईलानी मु मरवाई गात खोला हम से गातरा मुझे खोलि कही के गलानी कपिसेना माने भाबुचंती रावण आसबनी कहला सी आसबनी अरे ताकू मारे आम बंध तैयारी कर बंध प्रतिष्ठा करने सी आसो एटा केवल संभव सी आसबनी एमती समस्ते भावुंट किंतु किसी समय भावना हटे
ଦୂରରୁ ଅନେଇ ଦେଲେ ରାବଣ ଆସୁଛି। ବାବା ମାନେ ରାବଣ ଆସୁଛି କୋଉଥିରେ ଆଉଛି ଆଉ କି ବେଶ ହେଇଛି, କୋଉ ବେଶରେ ରାବଣ ଆସୁଛି? ପ୍ରିୟ ଭକ୍ତ ବନ୍ଧୁ, ପ୍ରିୟ ଦର୍ଶକ ବନ୍ଧୁ, କପି ସେନା ମାନେ ଅନେଇଲେ, ରାମ ଅନେଇଛନ୍ତି, ଲକ୍ଷ୍ମଣ ଅନେଇଛନ୍ତି, ରାବଣ ଆସୁଛି କୋଉ ରୂପ? ଆଣ୍ଟି ବ୍ରାହ୍ମଣ ରୂପ। ଆଉ ରଥରେ ଆସୁନି, ଚାଲି ଚାଲି ଆସୁଛି ରାବଣ। ଦେଖିଦେଲେ, ଆହା, ରାମ ଅନେଇଛନ୍ତି, ଲକ୍ଷ୍ମଣ ଅନେଇଛନ୍ତି, କପି ସେନା ମାନେ ଅନେଇଛନ୍ତି। ଆଜ୍ଞା, ବ୍ରାହ୍ମଣର ଗୋଟିଏ ସ୍ୱତନ୍ତ୍ର ରୂପ ଅଛି। କଛା ମାରିଥିବ, ପାଟ ମୁଠା ପିନ୍ଧିଥିବ, ମୁଣ୍ଡରେ ଚନ୍ଦନ ସିନ୍ଦୁର ଥିବ, କାନ୍ଧରେ ଯଜ୍ଞୋପବୀତ ପଡିଥିବ, ହାତରେ ତମ୍ବାପାତ୍ରୀ କୁଶବଟୁ ଥିବ, ଏ ହାତରେ ପୋଥି ଥିବ। ଏ ଯୋଉ ବ୍ରାହ୍ମଣର ଯୋଉ ରୂପ, ଦିବ୍ୟ ତେଜ ଦୀପ୍ତ ବ୍ରାହ୍ମଣ ଭଳି ରାବଣ ଆସିକି ପହଞ୍ଚିଗଲା। ରାମ ଅନେଇ ଦେଲେ, ଲକ୍ଷ୍ମଣ ଅନେଇ ଦେଲେ, ଆଣ୍ଠେଇ ପଡିକି ରାମ ମୁଣ୍ଡିଆ ମାରିଲେ। କଣ? ଦେଖନ୍ତୁ, ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ହେ ବ୍ରାହ୍ମଣ, ଆମର ପ୍ରଣାମ ଗ୍ରହଣ କରନ୍ତୁ। ଦେଖନ୍ତୁ, ରାମଙ୍କର ପୁରୋଧା ହେଇଛନ୍ତି ରାବଣ। ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେଲା, ସରିଗଲା ପ୍ରତିଷ୍ଠା। ସରିବା ପରେ, ସବୁ କିଛି ସରିବା ପରେ ହର୍ଷ ମୁଖରେ ରାବଣ ବିଦାୟ ନେଲା। ଉପଯୁକ୍ତ ଦକ୍ଷିଣା ନେଇକି ବିଦାୟ ନେଲା। ଦକ୍ଷିଣା କଣ ନେଇଛି ରାବଣ? ଯେତେବେଳେ ଦକ୍ଷିଣା ଦବାକୁ ରାମ ଚାହିଁଲେ, ରାବଣ ଏଇଠି କହିଲା, ମୁଁ ତମକୁ ଦକ୍ଷିଣା ମାଗିବି, ଏଠି କେହି ରହିବେନି, ମୁଁ ତମକୁ ମାଗିବି, ମାତ୍ର 2ଟା ଅକ୍ଷର ମାଗିବି। ରାବଣ କହିଲା, ସେ 2ଟା ଅକ୍ଷର ମତେ ତମେ ଦକ୍ଷିଣାରେ ଦବ। ସବୁ ଭାଲୁ ମାଙ୍କଡ ମାନେ ମୁଣ୍ଡ ବାଡେଇ ଦେଲେ, କହିଲା ଏ ରାବଣ ଯୋଉ 2ଟା ଅକ୍ଷର ମାଗିବ ଦକ୍ଷିଣାରେ, ଯାହା ମାଗିବ ଆମ ପ୍ରଭୁ ସେଇଆ ଦେବେ ନା, କାରଣ ଦକ୍ଷିଣା ଦେବେ ନା ପୁରୋହିତଙ୍କୁ। ରାମ ସତ୍ୟ କରିଦେଲେଣି, ତୁ ଯାହା ମାଗିବ ମୁଁ ଦେବି। ରାବଣ କହୁଛି 2ଟା ଅକ୍ଷର ମାଗିବ। ସେ 2ଟା ଅକ୍ଷର କଣ? ଭାଲୁ ମାଙ୍କଡ ମାନେ ମୁଣ୍ଡ ବାଡେଇ ଦେଲେ, ସରିଗଲା ସଂସାର। କାରଣ ରାବଣ ସେ 2ଟା ଅକ୍ଷର ମାନେ ସୀତା, ଏଇ 2ଟା ଅକ୍ଷର ହିଁ ମାଗିବ। ସୀତା ତ ବନ୍ଦିନୀ କରି ରଖିଛି ନା ସୀତାଙ୍କୁ, ଏଇ 2ଟା ଅକ୍ଷର ହିଁ ମାଗିବ। ମୁଣ୍ଡ ବାଡେଇ ଦେଲେଣି। ରାମ ନିର୍ବିକାର ଭାବରେ କହିଲେ, ସମସ୍ତେ ଆଡେଇ ଯାଅ, ରାବଣ ମତେ ଯୋଡିଏ ଅକ୍ଷର ମାଗିବ, ତମେ ଯାଅ। ସବୁ ଚାଲିଗଲା ପରେ ରାବଣ ଠିଆ ହେଇଛି, ରାମ ଠିଆ ହେଇଛନ୍ତି। ରାବଣ ମାଗିଲା ଯୋଡିଏ ଅକ୍ଷର। କଣ? ଖାଲି ଏତିକି କହିଲା, ଏ ଠାକୁରେ, ଆଉ କେତେ ଦିନ ଏ ନର୍କ ଯନ୍ତ୍ରଣା ଭୋଗ କରିବି? ଯୋଡିଏ ଅକ୍ଷର ମାଗିଛି ନା ଆପଣଙ୍କୁ ମୁଁ, ମତେ ସେ 2ଟା ଦେଇ ଦିଅନ୍ତୁ। ରାମ କହିଲେ, କଣ ମାଗୁଛ? ମାଗନ୍ତୁ, ଯାହା ମାଗିବେ ଦେବି। ରାବଣ କହିଲା, ମୁଁ ଜାଣିଛି ଆପଣ ହିଁ କେବଳ ଦେଇପାରିବେ, ମତେ ସେ 2ଟା ଅକ୍ଷର ଦେଇ ଦିଅନ୍ତୁ। କଣ? ସକଳ ଦାତା ସର୍ବ ସୁରଗଣ ମୁକ୍ତି ଦାତା ମୁରାରି। ଆପଣ ଯୋଉ 2ଟା ଅକ୍ଷର ଦବାରେ ପ୍ରବୀଣ, ସିଦ୍ଧ ହସ୍ତ, କଣ ସେ 2ଟା ଅକ୍ଷର? ମୁକ୍ତି। ମତେ ସେତିକି ଦେଇ ଦିଅନ୍ତୁ, ମୋର ଆଉ କିଛି ଦରକାର ନାହିଁ। ଦେଖ, ରାମ କହିଲେ ତଥାସ୍ତୁ। ଏଇଠି ରାବଣ କହିଲା, ହେ ରାଜୀବ ଲୋଚନ, ତମେ ନିମନ୍ତ୍ରଣ କଲ, ମୁଁ ତମ ନିମନ୍ତ୍ରଣ ରକ୍ଷା କରିକି ମୁଁ ଆସିଲି। ଭାବିନି ତମେ ମୋର ଶତ୍ରୁ, ଭାବିନି ତମେ ମୋର ମୃତ୍ୟୁ ପାଇଁ ଯୋଉ ବନ୍ଧ କରୁଛ ସେଇ ବନ୍ଧ ପ୍ରତିଷ୍ଠା କରିବା ପାଇଁ ମୁଁ ଆସିଛି ବୋଲି, ଏକଥା ମୁଁ ଭାବିନି। ଆଜି ମୁଁ ତମକୁ 2 ଭାଇଙ୍କୁ ନିମନ୍ତ୍ରଣ କରୁଛି, ତମେ 2 ଭାଇ ମୋ ଲଙ୍କାରେ ପହଞ୍ଚିବ, ମୁଁ ତମକୁ ଅଭିଷେକ କରିବି। ଅଶୋକାଭିଷେକ ବୋଲି ଯାହାକୁ କୁହାଯାଏ, ପହଞ୍ଚିବ, ବିନା ଅସ୍ତ୍ରରେ ଯିବ। ମୁଁ କିଛି ଅସ୍ତ୍ର ନେଇ ଆଣିନି, ଦେଖ, କାରଣ ମୁଁ ପୁରୋଧା ହେଇକି ଆସିଛି। ଆଉ ମୁଁ ନିମନ୍ତ୍ରଣ କରୁଛି ତମକୁ, ବିନା ଅସ୍ତ୍ରରେ ତମେ 2 ଭାଇ ଯାଇକି ପହଞ୍ଚିବ ଲଙ୍କାରେ, ମୁଁ ତମର ଅଭିଷେକ କରିବି। ରାମ କହିଲେ, ନିଶ୍ଚୟ ଯିବି। ବାହାରି ପଡିଲେ ରାମ ଏବଂ ଲକ୍ଷ୍ମଣ। ରାବଣ ଚାଲିଗଲା। ଅପେକ୍ଷା କରିଛି ସେଇ ଦିନକୁ ଯୋଉ ଦିନ ରାମ ଲକ୍ଷ୍ମଣ ଆସିବେ।
ଯେତେବେଳେ ରାମ ଲକ୍ଷ୍ମଣ ବାହାରିଲେ ବିଭୀଷଣ ଆସିକି ବାଟ ଉଗାଳିକି ଠିଆ ହେଲା, ଡାକିଲା ଭଗବାନ ଗୋଟେ କଥା କହିବି ନା କଣ? ଯେତେ ରାବଣ ଆସୁ ପୁରୋଧା ହେଇକି ଯେତେ ଯାହା କରୁ, ଯାହାହେଲେ ବି ତାର ରାକ୍ଷସ ପ୍ରକୃତି ଅଛି। ବାପା ସିନା ବ୍ରାହ୍ମଣ, ମାଟା ତ ରାକ୍ଷସୀ ନା। ଯଦି ତା ରାକ୍ଷସ ପ୍ରକୃତିରେ ସିଏ ମାରିବାକୁ ଚେଷ୍ଟା କରେ ତାହେଲେ ଆପଣ କଣ କରିବେ? ଅସ୍ତ୍ର ତ ନେଇ ନଥିବେ, କଣ କରିବେ? ରାମ କହିଲେ ନାଇଁ, ସେ ସେମିତି କିଛି କରିବନି, ମୁଁ ଜାଣିଛି। ବିଭୀଷଣ ଚିନ୍ତା କଲେ ରାମଙ୍କୁ କହି କିଛି ଲାଭ ନାହିଁ। ଲକ୍ଷ୍ମଣକୁ ଡାକିଲେ, କହିଲେ ସାନ ଠାକୁର ଟିକେ ଇଆଡ଼ିକି ଆସିଲ। କହିଲେ କଣ? କହିଲେ ଦେଖ, ତମେ ରାବଣକୁ ଏବେ ଚିହ୍ନୁଛ, କିନ୍ତୁ ମୁଁ ରାବଣକୁ ଛୁଆଟି ଦିନରୁ ଜାଣେ। ସେ ମୋ ଭାଇ, ମୁଁ ତାକୁ ଭଲ କି ଜାଣିଛି। କେତେବେଳେ କୋଉ ରୂପ ଧରେ, କେତେବେଳେ କାହାକୁ କଣ କହେ, ତାର କିଛି ଠିକଣା ରହେନି। ତମେ ଯିବା ପରେ ସେଠି ତ ଆମେ ତମ ସାଙ୍ଗରେ ନଥିବୁ ନା, ତମେ ଦୁଇ ଭାଇ କେବଳ ଯିବ। ସେଠିକି ଗଲା ପରେ ଯଦି ରାବଣର ରାକ୍ଷସ ସ୍ୱଭାବ ପ୍ରକାଶ ପାଏ, ମାନେ ତମ ସହିତ ଯଦି ଯୁଦ୍ଧ କରିବାକୁ ସେଇଠି ଚିନ୍ତା କରେ, କଣ କରିବ? କିନ୍ତୁ ରାମ କିଛି ଜାଣନ୍ତିନି। ଲକ୍ଷ୍ମଣ କଲେ କଣ? କହିଲେ ହଁ, କଣ କହୁଛ ତାହେଲେ ବିଭୀଷଣ? ବିଭୀଷଣ କହିଲେ ନାଇଁ, ମୁଁ ଖାଲି ଏତିକି କହୁଛି ତମେ ଯାଅ, କାରଣ ତମ ନିମନ୍ତ୍ରଣ ରକ୍ଷା କରିକି ରାବଣ ଆସିଛି ଏବଂ ଯଥା ନ୍ୟାୟରେ ତମର ସିଏ ପୁରୋଧାପଣକୁ ବରଣ କରିଛି ଏବଂ ଠିକ ଭାବରେ ପାଠ କରିଛି, ସେତୁବନ୍ଧର ପ୍ରତିଷ୍ଠା କରିଛି। ତା ମନରେ କିଛି ଭାବନା ନଥିଲା। ଆଉ ସିଏ ବି ତମକୁ ନିମନ୍ତ୍ରଣ କରିଛି ଅଭିଷେକ କରେଇବ। ତମେ ଦି ଜଣ ଯାଅ, ନଗଲେ କଥା ଅଡୁଆ ହବ, ଯାଅ, ଆପତ୍ତି ନାହିଁ। କିନ୍ତୁ ଯିବ ଯେ, ହେ ସାନ ଠାକୁରେ, ତମେ ଛୋଟିଆ ଅସ୍ତ୍ରଟିଏ ନେଇକି ଯାଅ। ଅସ୍ତ୍ର ନେବି, ସେ ପରା ମନା କରିଛି ଅସ୍ତ୍ର ନବା ପାଇଁ। କହିଲା ଆରେ ତମ ନନା ଯେମିତି ବୁଝୁନାହାନ୍ତି, ରାମ ଠାକୁରେ ବୁଝୁନାହାନ୍ତି, ତମେ ବି ବୁଝୁନା। ଆରେ ଯଦି କିଛି ଅସୁବିଧା ଘଟଣା ଘଟେ, ତମେ ଅସ୍ତ୍ର ବାହାର କରିବ, ସାଙ୍ଗେ ସାଙ୍ଗେ ଯୁଦ୍ଧ ଆରମ୍ଭ କରିବ। ଅସ୍ତ୍ରଟିଏ ଛୋଟିଆ କୁନି ଅସ୍ତ୍ରଟିଏ ମୁଁ ଦେବି, ସେଇ ଅସ୍ତ୍ରଟିକୁ ନେଇଯାଇଥାଅ। ଲକ୍ଷ୍ମଣ ମନା କରୁଥିଲେ। ବିଭୀଷଣ ଜବରଦସ୍ତି କି ତାଙ୍କ ଜଟା ଭିତରେ ଅସ୍ତ୍ରଟିଏ ରଖିଦେଲେ। ବାବା ମାନେ ରାମ ଲକ୍ଷ୍ମଣ ଦୁଇ ଜଣ ଯାକ ଗଲେ, ରାବଣର ନିମନ୍ତ୍ରଣ ରକ୍ଷା କରିବା ପାଇଁ ଗଲେ। ଦୂରରୁ ରାବଣ ଅନେଇଦେଲା, ରାମ ଲକ୍ଷ୍ମଣ ଆସୁଛନ୍ତି। ଗୁଳାଏ ଫୁଲ ଏମିତି ମୁଣ୍ଡ ଉପରେ ଧରି, ଏମିତି ହାତରେ ଧରି ରାବଣ ଦୌଡ଼ି ଦୌଡ଼ି ଆସିଲା। ସେ ଫୁଲ ଗୁଡାକୁ ଏମିତି ପକେଇଦେଲା ରାମ ଲକ୍ଷ୍ମଣଙ୍କ ଉପରେ। ମୁଣ୍ଡିଆ ମାରି ରାସ୍ତା ଉପରେ ସବୁ ଫୁଲ ବିଛେଇ ବିଛେଇ, ରାମ ଲକ୍ଷ୍ମଣଙ୍କ ପାଦ ଯେମିତି ଫୁଲ ଉପରେ ପଡିବ, ବିଛେଇ 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 ନେଇକି ଆସିଲା। ଦେଖନ୍ତୁ, ଆସି ପହଞ୍ଚିଗଲେ। ଅଭିଷେକ କାର୍ଯ୍ୟ ଆରମ୍ଭ ହେଲା। ରାମ ଲକ୍ଷ୍ମଣଙ୍କୁ ସିଂହାସନରେ ବସେଇ ଅଭିଷେକ କାର୍ଯ୍ୟ ଆରମ୍ଭ କଲା ରାବଣ। ମନ୍ତ୍ର ପଢା ହେଲା। ଆହା, ରାମ ଦେଖୁଛନ୍ତି ରାବଣର, ଇଏ ରାବଣ ନୁହଁ ତ, ଇଏ ତ ଜଣେ ବିଜ୍ଞ ବ୍ରାହ୍ମଣ। ଇଏ ସେ ରାବଣ ନୁହଁ। ରାମ ଭାବୁଛନ୍ତି ଇଏ ସେ ରାବଣ ନୁହଁ ଯୋଉ ରାବଣ ମୋ ସ୍ତ୍ରୀକୁ ଚୋରି କରି ଆଣିଛି। ଇଏ ସେ ରାବଣ ଯୋଉ ରାବଣ ସେତୁବନ୍ଧ ପ୍ରତିଷ୍ଠା କରିଥିଲା ବ୍ରାହ୍ମଣ ରୂପରେ। ସବୁ ସରିବା ପରେ ଯେତେବେଳେ ରାବଣ ମୁଣ୍ଡିଆ ମାରେ ରାମଙ୍କ ପାଦ ତଳେ, ଆଜ୍ଞା ଜଣେ ଯଦି ଗୋଡ ତଳେ ମୁଣ୍ଡିଆ ମାରିବ ଆପଣ କଣ କରିବେ? ତାକୁ ଏମିତି ଉଠେଇବେ ନା। ଯେତେବେଳେ ରାମଙ୍କ ଗୋଡ ତଳେ ମୁଣ୍ଡିଆ ମାରିଲା ରାବଣ, ରାମ ନଇଁ ପଡିକି ତାକୁ ଏମିତି ଉଠେଇଲେ। ତାପରେ ଯେତେବେଳେ ଲକ୍ଷ୍ମଣଙ୍କ ଗୋଡ ତଳେ ମୁଣ୍ଡିଆ ମାରେ, ଲକ୍ଷ୍ମଣ ନଇଁ ପଡିକି ଉଠେଇଲା ବେଳକୁ ଜଟା ଭିତରୁ ସେ ଅସ୍ତ୍ର ଟିକକ ଖସି ପଡିଲା। ରାବଣ ଅନେଇ ଦେଲା, ଇଏ କଣ? ସାନ ଠାକୁର ତମେ ଅସ୍ତ୍ର ଆଣିଛ ସାଙ୍ଗରେ? ନାଇଁ ମ, ସେ କଣ ନାଇଁ ମ, ତମେ ଯୋଉ ମତେ ନିମନ୍ତ୍ରଣ କରିଥିଲ ମୁଁ ଅସ୍ତ୍ର ନେଇକି ଯାଇଥିଲି। ମୁଁ ପରା ତମ୍ବା ପାତ୍ରୀ, କୁଶବଟୁ, ପୋଥି, ପଇତା ବେକରେ ପକେଇକି ଯାଇଥିଲି, ରୁଦ୍ରାକ୍ଷ ମାଳା ପକେଇ ମୁଁ ଅସ୍ତ୍ର ନେଇଥିଲି। ମୁଁ ତମକୁ ନିମନ୍ତ୍ରଣ କଲି, ତମେ ମୋ ଘରକୁ ଅତିଥି ହେଇକି ଆସିଲ, ତମେ ଅସ୍ତ୍ର ଆଣିଛ? ରାମ ନୀରବରେ ଠିଆ ହେଇଛନ୍ତି। ଲକ୍ଷ୍ମଣ କହିଲେ ଆଜ୍ଞା ଭୁଲ ହେଇଗଲା, ନାଇଁ ମୁଁ ଆଣୁନଥିଲି, ମତେ କିଛି କହନ୍ତୁନି। ଏତେ ଅବିଶ୍ୱାସୀ ମୁଁ, ମୋ ପ୍ରତି ଟିକେ ବିଶ୍ୱାସ ରହିଲାନି ଆପଣ ମାନଙ୍କର।
आपण मानंकु मु अभिशाप दउची जानत जो हातरे अस्त्र धरिकी आछंती मु अभिशाप दउची आपणकर हाथ पाद दी भाईकर छिड़ी जीवो जा रावण देला अभिशाप राम लक्ष्मण मथापाती ग्रहण कले कले जो अभिशाप दउछ आमे ग्रहण करूछु रावण अभिशाप क्रम रे ए राम लक्ष्मण दुई भाईकर हाथ पाद छिड़ी गला कोठी आज्ञा हाथ गोड़ नाही दारु देवता कालिया धन डाकिले भकत न कुह कथा कालिया धन राम कहिथिले त्रेता जुग एटा चालुची तापर द्वापर कली जुगरे रावण तम अभिशाप काम करिवो श्रीनीलाचलर मौड़मणि कालिया धन लक्ष्मी शांताणी तुम्भ धरणी कालिया धन हाथ गोड़ नाही दारु देवता कालिया धन डाकिले भकत न कुह कथा कालिया धन ओडिया पुअर साहा भरसा कालिया धन दिनहीन सदा तोप दे आशा कालिया धन।